ଓ ରାଣୀ ଗୁଣ୍ଡିଚା ସ୍ୱପ୍ନାଦେଶ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପୁରୀ ମନ୍ଦିରରେ ପ୍ରତିଷ୍ଠା କଲେ। ଦ୍ୱାଦଶ ଶତାବ୍ଦୀ ରାଜା ଅନଙ୍ଗ ଭୀମ ଦେବ ଘୋଷଣା କଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଜ୍ୟର ପ୍ରଧାନ ପୂଜିତ ଦେବତା। ବହୁ ଯୁଗରୁ ପ୍ରଚଳିତ ରଥଯାତ୍ରା ତାଙ୍କ ସମୟରେ ପାଇଥିଲା ଏକ ନୂତନ ରୂପରେଖ। ରଥ ନିର୍ମାଣ ପାଇଁ କଠୋର ରୀତିନୀତି ମାନି ଶୁଭାରମ୍ଭ ହେଲା ବୃକ୍ଷ ଚିହ୍ନଟକରଣ ପ୍ରକ୍ରିୟା। ଏହି କାର୍ଯ୍ୟ ଦଶପଲ୍ଲା ଓ ରଣପୁର ଜଙ୍ଗଲରୁ ଆରମ୍ଭ ହେଲା। ବିଧାନ ହେଲା 4ରୁ 7ଟି ପ୍ରଶାଖା ବିଶିଷ୍ଟ ଚିହ୍ନଟ ବୃକ୍ଷର ସାର୍ବିକ ଉଚ୍ଚତା ହୋଇଥିବ 12 ଫୁଟ। ବୃକ୍ଷ ଚିହ୍ନଟ ପରେ ବସନ୍ତ ପଞ୍ଚମୀରେ ତାର ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୁଏ। ରାମନବମୀ ଦିନ ଆରମ୍ଭ ହୋଇ ରଥ ପାଇଁ ବୃକ୍ଷ କଟା। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। 6ଟି ରଥ ନିର୍ମାଣ ହେଉଥିଲା, କାରଣ ପୁରୀ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା